ସାଙ୍ଗମାନେ ଏଠାରେ ଗୋଟିଏ ମୂର୍ତ୍ତିକାର ଜଙ୍ଗଲରୁ ଗୋଟିଏ ପଥରକୁ ନେଇ ଘରକୁ ଯାଉଛି। ଆଉ ସେଇ ମୂର୍ତ୍ତିକାର ଯେତେବେଳେ ସେଇ ପଥରରେ ମୂର୍ତ୍ତି ବନେଇବାକୁ ଯାଉଛି ସେ ପଥରକୁ ବହୁତ ଜୋରରେ କଷ୍ଟ ହେଉଛି। ଆଉ ସେଇ ପଥର ସେଇ ଲୋକଟିକୁ ଛାଡ଼ିଦେବା ପାଇଁ କହୁଛି। ଆଉ ସେଇ ମୂର୍ତ୍ତିକାରକୁ ଦୟା ଆସିବାରୁ ସେ ପଥରକୁ ନେଇ ଗୋଟିଏ କୋଣରେ ଥୋଇ ଦଉଛି। ତାପରେ ସେଇ ମୂର୍ତ୍ତିକାର ଅନ୍ୟ ଏକ ପଥରକୁ ଆଣି ମୂର୍ତ୍ତି ବନେଇବାକୁ ଲାଗୁଛି। ଆଉ ସେ କିଛି ଦିନ ମଧ୍ୟରେ ସେଇ ପଥରରେ ଗୋଟିଏ ସୁନ୍ଦର ଗଣେଶ ମୂର୍ତ୍ତି ବନାଉଛି। ତାପରେ କିଛି ଗାଁ ଲୋକ ସେଇ ଗଣେଶ ମୂର୍ତ୍ତିକୁ ନବା ପାଇଁ ଆସୁଛନ୍ତି। ଆଉ ଗୋଟିଏ ଲୋକଟିର ନଜର କୋଣରେ ରଖା ହେଇଥିବା ପଥର ଉପରେ ପଡୁଛି। ଆଉ ଗାଁ ଲୋକମାନେ ସେଇ ଗଣେଶ ମୂର୍ତ୍ତି ସହିତ ସେଇ ପଥରକୁ ମଧ୍ୟ ତା ସାଙ୍ଗରେ ନେଇ ଯାଉଛନ୍ତି। ଆଉ ସେଇ ଲୋକମାନେ ଗଣେଶ ମୂର୍ତ୍ତିକୁ ନେଇ ମନ୍ଦିରରେ ସ୍ଥାପନା କରୁଛନ୍ତି। କିନ୍ତୁ ଅନ୍ୟ ଏକ ପଥରକୁ ଭଗବାନଙ୍କ ଆଗରେ ରଖି ଦେଉଛନ୍ତି। ତାପରେ ସମସ୍ତ ଲୋକମାନେ ଗଣେଶ ଠାକୁରଙ୍କୁ ପୂଜା କରୁଛନ୍ତି। କିନ୍ତୁ ଅନ୍ୟ ଏକ ପଥର ଉପରେ ଗୋଡ଼ ରଖି ଭଗବାନଙ୍କ ପାଖକୁ ଯାଉଛନ୍ତି। ଆଉ ସେଇ ପଥରଟି କାନ୍ଦିବାକୁ ଲାଗୁଛି। ତାପରେ ସେଇ ପଥରଟି ଗଣେଶ ମୂର୍ତ୍ତି ବନାଇଥିବା ପଥରକୁ କହିବାକୁ ଲାଗୁଛି ତୁମର ତ ବହୁତ ଭଲ। ଆଉ ତୁମକୁ ଲୋକମାନେ ପୂଜା କରୁଛନ୍ତି ଆଉ ଖାଇବାକୁ ମଧ୍ୟ ଦେଉଛନ୍ତି। କିନ୍ତୁ ମୋ ଉପରେ ଗୋଡ଼ ରଖି ତମ ପାଖକୁ ଯାଉଛନ୍ତି। ସାଙ୍ଗମାନେ ଆଗକୁ କଣ ହେଉଛି ଜାଣିବା ଆଗରୁ ଆପଣମାନେ ପ୍ରଭୁ ଗଣେଶଙ୍କର ଭକ୍ତ ହୋଇଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ କମେଣ୍ଟରେ ଜୟ ଗଣେଶ ଲେଖିଦିଅନ୍ତୁ। ତାପରେ ଗଣେଶ ମୂର୍ତ୍ତି କହୁଛି ତୁ ଯଦି ସେଦିନ କଷ୍ଟ ସହି ଯାଇଥାନ୍ତୁ ତାହେଲେ ତୁ ଆଜି ମୋ ଜାଗାରେ ଥାଆନ୍ତୁ। ଆଉ ତୁ ଟିକିଏ କଷ୍ଟ ସହିଲୁଣୁ ସବୁଦିନ ପାଇଁ କାନ୍ଦିବୁ।